ଦର୍ଶକଙ୍କ ମନ କିଣି ନେଲା ଚାଙ୍ଗୁ ନୃତ୍ୟ। ପାରମ୍ପରିକ ବେଶ ପୋଷାକର ମନଲୋଭା ଝଲକ। ସାଧାରଣ ମଣିଷଟିଏ ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇଗଲା ପରେ ନିଜର ପରିଚୟକୁ ଭୁଲି ଯାଇଥାଏ। ସଂସ୍କୃତି ଓ ପରମ୍ପରାରେ ବଶବର୍ତ୍ତୀ ହୋଇ ସେ ପାଲଟି ଯାଇଥାଏ ଜଣେ ପାରମ୍ପରିକ ନୃତ୍ୟଶିଳ୍ପୀ। ସାଷ୍ଟାଙ୍ଗ ଶରୀରରେ ଭରପୁର ହୋଇଥିବା କଳାର ଯାଦୁ ଶିଳ୍ପୀଙ୍କୁ ପାଗଳ କରିଦେଇଥାଏ। ଭଗବାନଙ୍କ ଆଶୀର୍ବାଦରୁ ପାଇଥିବା ଏକ ନିଆରା କଳାକୁ ପରିବେଷଣ କରି ପ୍ରଶଂସା ସାଉଁଟିବା ପାଇଁ ବ୍ୟସ୍ତ ହୋଇଯାଇଥାନ୍ତି ନୃତ୍ୟଶିଳ୍ପୀମାନେ। ମନରେ ଅନେକ ସିଂହରଣ ସୃଷ୍ଟି କରି କଳାର ଯାଦୁକୁ ନିଜ ଆୟତ୍ତ ଭିତରେ ରଖି ଦର୍ଶକମାନଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା ଲିଭାଇଥାନ୍ତି। ଭିନ୍ନ ଭିନ୍ନ କଳାର ଗନ୍ତାଘର ରହିଥିବା ଏହି ପବିତ୍ର ଉତ୍କଳ ମାଟିରେ ଅନେକ କିଛି ନିଆରା ଏବଂ ଲୁପ୍ତ କଳା ଦେଖାଯାଇଥାଏ। ସେମିତି ଏକ ସଂସ୍କୃତି ଓ ପରମ୍ପରାର ଏକ ଆକର୍ଷଣୀୟ ନୃତ୍ୟକଳା ହେଉଛି ଚାଙ୍ଗୁ ନୃତ୍ୟ, ଯାହାକି ଏବେ ମଧ୍ୟ ଦର୍ଶକମାନଙ୍କୁ ବିମୋହିତ କରି ବାନ୍ଧି ରଖି ପାରିଥାଏ କଳାର ସୂକ୍ଷ୍ମ ଡୋରିରେ। ଆଉ ଦର୍ଶକମାନେ ମଧ୍ୟ ଚାଙ୍ଗୁ ନୃତ୍ୟ ଦେଖିବା ପାଇଁ ଛୁଟି ଯାଇଥାନ୍ତି ଚାଙ୍ଗୁ ନୃତ୍ୟର ପସରା ସ୍ଥାନକୁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଅସନପାଟ ଗ୍ରାମ ପଞ୍ଚାୟତର ଗିଦ୍ଧିବାସ ଗ୍ରାମରେ 2 ଦିନ ଧରି ଧୁମଧାମ ସହକାରେ ଆୟୋଜିତ ହୋଇଯାଇଛି ଚାଙ୍ଗୁ ନୃତ୍ୟର ପସରା। ଏହି ଚାଙ୍ଗୁ ନୃତ୍ୟ ବାଥୁଡ଼ି ସମ୍ପ୍ରଦାୟର ମୁଖ୍ୟ ନୃତ୍ୟ ହୋଇଥିବା ବେଳେ ତାଙ୍କର ପ୍ରିୟ ଠାକୁର ବଡ଼ାମ ଠାକୁରଙ୍କୁ ପୂଜା କରି ଚାଙ୍ଗୁ ନୃତ୍ୟର ଆସର ଖୋଲିଥାନ୍ତି। ଏହି ସମ୍ପ୍ରଦାୟର ଚାଙ୍ଗୁ ନୃତ୍ୟ ଏକ ପରମ୍ପରା ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଯୁବପିଢ଼ି ପଥଭ୍ରଷ୍ଟ ହୋଇ ସଂସ୍କୃତିକୁ ଭୁଲିଯିବାକୁ ବସିଲେଣି, ଯାହାଫଳରେ ଏହି ପାରମ୍ପରିକ ନୃତ୍ୟକଳା ଚାଙ୍ଗୁ ନୃତ୍ୟକୁ ଦୁର୍ବଳ କରିଦେଇଛନ୍ତି। ଏମିତି ଏକ ଜଟିଳ ସ୍ଥିତିରେ ମଧ୍ୟ ଗିଦ୍ଧିବାସ ଗ୍ରାମରେ ଚାଙ୍ଗୁ ନୃତ୍ୟର ଆୟୋଜନ ଏ ଅଞ୍ଚଳରେ ଏକ ଚହଳ ସୃଷ୍ଟି କରିଦେଇଛି। ଗିଦ୍ଧିବାସ ଗ୍ରାମ ଦ୍ୱାରା ଆୟୋଜିତ ହୋଇଥିବା ଏହି ଚାଙ୍ଗୁ ନୃତ୍ୟରେ ଗ୍ରାମବାସୀ ଖୁବ୍ ଆନନ୍ଦ ଅନୁଭବ କରିଥିବା ବେଳେ ଆଖପାଖ ଅଞ୍ଚଳର ଲୋକମାନେ ଆୟୋଜନ କମିଟିକୁ ସ୍ୱାଗତ ଜଣାଇଛନ୍ତି। ଚାଙ୍ଗୁ ନୃତ୍ୟର ପ୍ରଥମ ଦିନରେ ବଡ଼ାମଣି ଝିଅ ପିଲାମାନଙ୍କ ଦ୍ୱାରା କଳସ ଯାତ୍ରାର ଆୟୋଜନ କରି ବଡ଼ାମ ଠାକୁରଙ୍କୁ ପୂଜା କରାଯାଇଥିଲା। ପ୍ରିୟର ଠାକୁର ବଡ଼ାମ ଠାକୁରଙ୍କୁ ବିଧିମତେ ପୂଜା କାର୍ଯ୍ୟ କରି ସନ୍ଧ୍ୟା ସମୟରେ ଆୟୋଜିତ ହୋଇଥିଲା ଚାଙ୍ଗୁ ନୃତ୍ୟର ପସରା। ନିମନ୍ତ୍ରିତ ହୋଇ ଆସିଥିବା ଚାଙ୍ଗୁ ନୃତ୍ୟ ଦଳମାନଙ୍କ ଆକର୍ଷଣୀୟ ନୃତ୍ୟରେ ଦର୍ଶକ ବିଭୋର ହୋଇ ଯାଇଥିବା ବେଳେ ଗିଦ୍ଧିବାସ ଗ୍ରାମଟି ଦର୍ଶକ ଗହଳିରେ ଉଛୁଳି ପଡ଼ିଥିଲା। ଚାଙ୍ଗୁ ବାଦ୍ୟର ତାଳେ ତାଳେ ପାଦକୁ ପାଦ ମିଶାଇ ଗ୍ରାମର ଝିଅମାନେ ଚାଙ୍ଗୁ ନୃତ୍ୟ କରିବା ଦୃଶ୍ୟ ସବୁଠାରୁ ଆକର୍ଷଣୀୟ ହୋଇଥିଲା। ଏହି ଚାଙ୍ଗୁ ନୃତ୍ୟର ଆୟୋଜନରେ ଝିଅମାନଙ୍କୁ ବଡ଼ାମଣି ନାମରେ ନାମିତ କରି ଚାଙ୍ଗୁ ନୃତ୍ୟର ପସରା ଖୋଲାଯାଇଥାଏ। ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ ଭାବରେ ଚାଙ୍ଗୁ ନୃତ୍ୟ ଦର୍ଶକମାନଙ୍କୁ ମନୋରଞ୍ଜନ ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଚାଙ୍ଗୁ ନୃତ୍ୟରେ ଅସନପାଟ, ଗିଦ୍ଧିବାସ ସହିତ ମୟୂରଭଞ୍ଜ ବାରିପଦାର ଚମ୍ପା, ବହଳଦା, ଚମ୍ପାଡିହି, ହାଲପୁରର ଅଭିଜ୍ଞ ଚାଙ୍ଗୁ ନୃତ୍ୟ ଦଳ ଯୋଗ ଦେଇଥିଲେ। କେନ୍ଦୁଝର ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, এবি ନ୍ୟୁଜ୍।